ଆଜିର ପ୍ରଥମ କ୍ୱେଶ୍ଚିନ୍ଟି ହେଲା, କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? ଅପସନ୍ ଏ ଝରଣା, ଅପସନ୍ ବି ନଳକୂଅ, ଅପସନ୍ ସି କୂଅ, ଅପସନ୍ ଡି ନଦୀ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ବି ନଳକୂଅ। ପରବର୍ତ୍ତୀ କ୍ୱେଶ୍ଚିନ୍, ପିମ୍ପୁଡ଼ି କାମୁଡ଼ି ଦେଲେ କେଉଁ ଏସିଡ୍ ଯୋଗୁଁ ଫୁଲିଯାଏ? ଅପସନ୍ ଏ ଫର୍ମିକ୍ ଏସିଡ୍, ଅପସନ୍ ବି ହାଇଡ୍ରୋକ୍ଲୋରାଇଡ୍ ଏସିଡ୍, ଅପସନ୍ ସି ଏସିଟିକ୍ ଏସିଡ୍, ଅପସନ୍ ଡି ସଲଫ୍ୟୁରିକ୍ ଏସିଡ୍। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଏ ଫର୍ମିକ୍ ଏସିଡ୍। ପରବର୍ତ୍ତୀ କ୍ୱେଶ୍ଚିନ୍, କାହା ଦ୍ୱାରା ମ୍ୟାଲେରିଆ ରୋଗ ବ୍ୟାପେ? ଅପସନ୍ ଏ ମଶା, ଅପସନ୍ ବି କୁକୁର, ଅପସନ୍ ସି ମାଛି, ଅପସନ୍ ଡି ମଶା। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଡି ମଶା। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ଜୀବର ମେରୁଦଣ୍ଡ ଥାଏ? ଅପସନ୍ ଏ ରୋକିଆ, ଅପସନ୍ ବି ଷ୍ଟାରଫିସ୍, ଅପସନ୍ ସି କୌଣସିଟି ନୁହେଁ, ଅପସନ୍ ଡି ଝିଟିପିଟି। ଆପଣଙ୍କର ସଠିକ୍ ଉତ୍ତର ହେଲା ଝିଟିପିଟି। ପରବର୍ତ୍ତୀ କ୍ୱେଶ୍ଚିନ୍, ଉଦ୍ଭିଦର କେଉଁ ଅଂଶ ଉଦ୍ଭିଦର ରୋଷେଇ ଘର? ଅପସନ୍ ଏ କାଣ୍ଡ, ଅପସନ୍ ବି ମୋଡ଼, ଅପସନ୍ ସି ପତ୍ର, ଅପସନ୍ ଡି ପ୍ରଧାନ ମୋଡ଼। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି ପତ୍ର। ପରବର୍ତ୍ତୀ କ୍ୱେଶ୍ଚିନ୍, ବାତଜ୍ୱରର ବାହକ କିଏ? ଅପସନ୍ ଏ ମଶା, ଅପସନ୍ ବି ମାଛି, ଅପସନ୍ ସି ମୂଷା, ଅପସନ୍ ଡି ଏଣ୍ଡୁଅ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଏ ମଶା। ପରବର୍ତ୍ତୀ କ୍ୱେଶ୍ଚିନ୍, ବାୟୁ ପ୍ରଦୂଷଣର କେଉଁ ରୋଗ ହୋଇଥାଏ? ଅପସନ୍ ଏ ମ୍ୟାଲେରିଆ, ଅପସନ୍ ବି ଶ୍ୱାସ ରୋଗ, ଅପସନ୍ ସି ପାଇଲେରିଆ, ଅପସନ୍ ଡି ପ୍ଲେଗ୍। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ବି ଶ୍ୱାସ ରୋଗ। ପରବର୍ତ୍ତୀ କ୍ୱେଶ୍ଚିନ୍, ତାରାମାନଙ୍କ ମଧ୍ୟରୁ କେଉଁ ଗ୍ୟାସ୍ ଥାଏ? ଅପସନ୍ ଏ ମିଥେନ୍, ଅପସନ୍ ବି ଓଜୋନ୍, ଅପସନ୍ ସି ହିଲିୟମ୍, ଅପସନ୍ ଡି ଅମ୍ଳଜାନ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ବି ଓଜୋନ୍। ପରବର୍ତ୍ତୀ କ୍ୱେଶ୍ଚିନ୍, ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? ଅପସନ୍ ଏ ନମନୀୟ, ଅପସନ୍ ବି ଗ୍ୟାସୀୟ, ଅପସନ୍ ସି ତରଳ, ଅପସନ୍ ଡି କଠିନ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଏ ନମନୀୟ। ପରବର୍ତ୍ତୀ କ୍ୱେଶ୍ଚିନ୍, ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? ଅପସନ୍ ଏ ସପ୍ତମଣ୍ଡଳ, ଅପସନ୍ ବି ଗ୍ରହାଣୁପୁଞ୍ଜ, ଅପସନ୍ ସି ଚନ୍ଦ୍ର, ଅପସନ୍ ଡି ସୂର୍ଯ୍ୟ। ଆପଣଙ୍କର ସଠିକ୍ ଉତ୍ତର ହେଲା ସପ୍ତର୍ଷମଣ୍ଡଳ। ପରବର୍ତ୍ତୀ କ୍ୱେଶ୍ଚିନ୍, ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? ଅପସନ୍ ଏ ଫଳ, ଅପସନ୍ ବି ପତ୍ର, ଅପସନ୍ ସି କାଣ୍ଡ, ଅପସନ୍ ଡି ମୋଡ଼। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଡି ମୋଡ଼। ପରବର୍ତ୍ତୀ କ୍ୱେଶ୍ଚିନ୍, କିଏ ହଇଜା ରୋଗର ବାହକ? ଅପସନ୍ ଏ ମଶା, ଅପସନ୍ ବି ମଶା, ଅପସନ୍ ସି ମାଛି, ଅପସନ୍ ଡି କୁକୁର। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି ମାଛି। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁଥିରୁ ମୁକ୍ତା ମିଳେ? ଅପସନ୍ ଏ ଗେଣ୍ଡା, ଅପସନ୍ ବି କଙ୍କାଳ, ଅପସନ୍ ସି ଶାମୁକା, ଅପସନ୍ ଡି କଇଁଛ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି ଶାମୁକା। ପରବର୍ତ୍ତୀ କ୍ୱେଶ୍ଚିନ୍, ଆୟୋଡିନ୍ କିପରି ପଦାର୍ଥ? ଅପସନ୍ ଏ ଅର୍ଦ୍ଧକଠିନ, ଅପସନ୍ ବି ଗ୍ୟାସୀୟ, ଅପସନ୍ ସି କଠିନ, ଅପସନ୍ ଡି ତରଳ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି କଠିନ। ପରବର୍ତ୍ତୀ କ୍ୱେଶ୍ଚିନ୍, ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? ଅପସନ୍ ଏ ପତ୍ର, ଅପସନ୍ ବି ମୋଡ଼, ଅପସନ୍ ସି କାଣ୍ଡ,
ଅପସନ୍ ଡି ପଡ଼। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଡି ମୋଡ଼। ପରବର୍ତ୍ତୀ କ୍ୱେଶ୍ଚିନ୍, ପଦାର୍ଥର କେତୋଟି ଅବସ୍ଥା ରହିଛି? ଅପସନ୍ ଏ 1, ଅପସନ୍ ବି 2, ଅପସନ୍ ସି 3, ଅପସନ୍ ଡି 4। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି 3। କୀଟପତଙ୍ଗମାନଙ୍କର କେତୋଟି ଗୋଡ଼ ଥାଏ? ଅପସନ୍ ଏ 12, ଅପସନ୍ ବି 10, ଅପସନ୍ ସି 8, ଅପସନ୍ ଡି 6। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଡି 6। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଏ? ଅପସନ୍ ଏ ଧାତୁସାର, ଅପସନ୍ ବି ପୁଷ୍ଟିସାର, ଅପସନ୍ ବି ଶ୍ୱେତସାର, ଅପସନ୍ ଡି ସ୍ନେହସାର। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି ଶ୍ୱେତସାର। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ଗଛରୁ ଝୁଣା ମିଳେ? ଅପସନ୍ ଏ ସଜନା, ଅପସନ୍ ବି ରବର, ଅପସନ୍ ସି ଶାଳ, ଅପସନ୍ ଡି ବେଲ। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ସି ଶାଳ। ପରବର୍ତ୍ତୀ କ୍ୱେଶ୍ଚିନ୍, ବାତ ଜ୍ୱର ବାହକ କିଏ? ଅପସନ୍ ଏ ମାଛି, ଅପସନ୍ ବି ଏଣ୍ଡୁଅ, ଅପସନ୍ ସି ମୂଷା, ଅପସନ୍ ଡି ମଶା। ଆପଣଙ୍କର ସଠିକ୍ ଉତ୍ତର ହେଲା ଅପସନ୍ ଡି ମଶା।